ମୁଁ ମାନସ ବସନ୍ତିଆ, ସିନିୟର ମ୍ୟାନେଜର ପବ୍ଲିକେସନ ଇମ୍ଫା 14। ଆପଣମାନେ ଜାଣିଥିବେ ଯେମିତି ପ୍ରତିବର୍ଷ ଇମ୍ଫା ତାର ଯୋଉ CSR ୱିଙ୍ଗ ଅଛି ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ବା BITED, ପ୍ରତିବର୍ଷ ଆମେ 4ଟି ଲେଖାଏଁ ଇନ୍ ଆଣ୍ଡ ଆରାଉଣ୍ଡ ଚୌଦ୍ୱାର ମାଗଣା ସ୍ୱାସ୍ଥ୍ୟ ଶିବିର କରି ଆସୁଅଛୁ। ଗତ ବର୍ଷ ଆମେ 4ଟା ବି କରିଥିଲୁ। ଏ ବର୍ଷ ଫାଇନାନ୍ସିଆଲ ଇୟର 26-27 ପାଇଁ ପ୍ରଥମ ଏଇ କ୍ୱାର୍ଟରରେ ଆମେ କୋଚିଳା ନୂଆଗାଁ ମଙ୍ଗରାଜପୁର ଗ୍ରାମ ପଞ୍ଚାୟତରେ କରୁଅଛୁ। ଏଠି ଆମର ବିଭିନ୍ନ ବିଭାଗରୁ ଡକ୍ଟର ଆସିଛନ୍ତି, ଯେମିତିକି ଆପଣଙ୍କର ପିଡ଼ିଆଟ୍ରିକ୍ ହେଲା, ଅର୍ଥୋପେଡ଼ିକ୍ ହେଲା, ଗାଇନୋକୋଲୋଜିଷ୍ଟ ହେଲେ, ଡେଣ୍ଟିଷ୍ଟ ଆଉ ଜେନେରାଲ ମେଡିସିନ ଆସିଛନ୍ତି। ଆଉ ତା ସହିତ ମାଗଣା ମେଡିସିନ ବିତରଣ ସହିତ ଆମେ ମାଗଣା ଆପଣଙ୍କର ବ୍ଲଡ ସୁଗାର ଟେଷ୍ଟ ପାଇଁ ଆମେ ବି ସେ ଫାସିଲିଟି ରଖିଛୁ। ଆଶା କରୁଛୁ ଆମର ଯୋଉ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଉଛି ବହୁତ ଲୋକ ଆର ଫାଇଦା ନେବେ। ଆଉ ଇଏ ଗୋଟେ ଏମିତି ବି ଜାଗା ଆମେ ସହରାଞ୍ଚଳରେ କରି ଆସୁଛୁ, 14 ସହରାଞ୍ଚଳ, ଆଉ ତାର ପାଖାପାଖି ଏଇଟା ଯୋଉ ଗ୍ରାମାଞ୍ଚଳ ଏରିଆ ଅଛି, ଏଇଟା ପାଖାପାଖି ଆମ ଇମ୍ଫା ଇଏରୁ ପାଖାପାଖି 20 କିଲୋମିଟର ଦୂର ହବ ଏଇଟା। ତେଣୁକରି ଏଠି ସ୍ୱାସ୍ଥ୍ୟ ସେବା ଲୋକ ପାଖରେ ପାଇବା ପାଇଁ ଆମେ ଏଇଟା ଗୋଟେ ଛୋଟ ପ୍ରୟାସ କରୁଛୁ। ଆମେ ଆଶା କରୁଛୁ ଲୋକ ତାର ଫାଇଦା ପାଇଁ ଉପକୃତ ହେବେ। ଗ୍ରାମାଞ୍ଚଳ ଏଇଟା ଦେଖନ୍ତୁ, ଯେମିତି ଆମେ ଆରମ୍ଭ କଲୁ ହିଁ ଗ୍ରାମାଞ୍ଚଳରୁ, ଯୋଉଠି ସ୍ୱାସ୍ଥ୍ୟ ସେବା ନିକଟରେ ପହଞ୍ଚି ପାରିବ। ସେଥିପାଇଁ ଆମର ପ୍ରଥମ ମାଗଣା ସ୍ୱାସ୍ଥ୍ୟ ସେବା ଆମେ ଏଇଠି ଆରମ୍ଭ କରୁଛୁ, ଗ୍ରାମାଞ୍ଚଳରେ ଆରମ୍ଭ କରୁଛୁ। ଯୋଉଠି ଦରକାର ପଡ଼ିବ ଆମେ ଲୋକଙ୍କର ଯଦି ଆବଶ୍ୟକତା ଅଛି ଆମେ ସେଠିକି କରିବୁ। ରବୀନ୍ଦ୍ର ରାଉତ, କୋଚିଲା ନୂଆଗାଁ। ଆଜି ଇଲାପଣ୍ଡା ବଂଶୀଧର ଫାଉଣ୍ଡେସନ ତରଫରୁ କୋଚିଲା ନୂଆଗାଁ ଠାରେ କୋଚିଲା ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରରେ 6 କୋଟି ଡକ୍ଟରଙ୍କୁ ଆମେ এই ଅଞ୍ଚଳବାସୀ ଆଜି ଇମ୍ଫା ତରଫରୁ ପାଇଛୁ, ଯେଉଁଥିରେ କି ଆମର ମେଡିସିନ, ଡେଣ୍ଟିଷ୍ଟ, ପେଡ଼ିଆଟ୍ରିକ୍, ଗାଇନୋକୋଲୋଜି ଏବଂ ଅର୍ଥୋପେଡ଼ିକ୍ର ଡକ୍ଟରମାନେ ରହିଛନ୍ତି। ଏହି ଡକ୍ଟରମାନଙ୍କ ଦ୍ୱାରା ଏ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ତେଣୁ ଏଠି ଆଜି ଯେଉଁ ସୁବିଧା ପାଉଛନ୍ତି ଏଇ ଗରିବ ଆଦିବାସୀ ଲୋକମାନେ, ଏବଂ ଏଠି ମଧ୍ୟ ମାଗଣାରେ ମେଡିସିନ ମଧ୍ୟ ବିତରଣ କରାଯାଉଛି। ଇଲାପଣ୍ଡା ବଂଶୀଧର ଫାଉଣ୍ଡେସନ ତରଫରୁ ଏହିପରି ଅନେକ କାର୍ଯ୍ୟକ୍ରମ ରହିଛି, ଯାହାକି କୋଚିଲା ନୂଆଗାଁରେ ତାଙ୍କର ପୂର୍ବରୁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କରିଥିଲେ। ସ୍କୁଲରେ ପ୍ରତ୍ୟେକ ସ୍କୁଲ